नमस्कार सांग माने जय जगन्नाथ केमती अच्छा भल अच्छा तो चलतु आज आम चिकेन पकोड़ा बनइबा तो भिडियो को स्टार्ट करवा। प्रथमे मु चिकेन को भल भाव धोई नहीं माने कंचा पियाज को काटी देइछि। ଆପଣ ଜାରି ମାନେ ଭଜା ପିଆଜ ବି ନେଇପାରିବେ, କଞ୍ଚା ପିଆଜ ବି ନେଇପାରିବେ, ଆପଣଙ୍କ ଚଏସ୍। ଆପଣ କଞ୍ଚା ପିଆଜ କି ଭଜା ପିଆଜ ନେବେ। ତାପରେ ମୁଁ ତା ଦେହରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଚିକେନ ମସଲା ଆଉ କର୍ଣ୍ଣଫ୍ଲାୱାର, ଅଦା ରସୁଣ ପେଷ୍ଟ ଆଉ ଗୋଟେ ଅଣ୍ଡା ଭାଙ୍ଗିକି ନେଇ ମାନେ ଗୋଳେଇ ଦେବା, ମ୍ୟାଗ୍ନେଟ୍ କରିଦେବା। ତାକୁ ଆମେ ମ୍ୟାଗ୍ନେଟ୍ କରିକି 1 ଘଣ୍ଟା ତାକୁ ରଖିବା। ମସଲାକୁ ଯେମିତି ଭଲ ଭାବରେ ଗୋଳେଇ ଦେବା। ଆଉ ମୁଁ ଲୁଣ କହିବାକୁ ଭୁଲି ଯାଇଛି, ଆପଣ ଲୁଣ ବି ପକାଇଦେବେ। ଚିକେନକୁ ମସଲାକୁ ଭଲ ଭାବରେ ଗୋଳେଇ ଦେବେ, ଯେମିତି ମସଲା ଗୁଡ଼ା ଚିକେନ ସହିତ ପୁରା ମିଶିଯିବ, ମାନେ ପୁରା ସେଟ୍ ହେଇଯିବ। ତ ସେଥିପାଇଁ ଭଲ ଭାବରେ ଗୋଳେଇକି ଘୋଡ଼େଇକି 1 ଘଣ୍ଟା କିମ୍ବା ଅଧଘଣ୍ଟା ରଖିଦେବା। ଆଉ ଯେତେ ସମୟ ଆକୁ ମ୍ୟାଗ୍ନେଟ୍ କରି ରଖିବେ, ଚିକେନ ପକୋଡ଼ାର ଟେଷ୍ଟଟା ସେତେ ଭଲ ଆସିବ। ଆଉ ଘଣ୍ଟା ହେଇଗଲାଣି ତ ମୁଁ ତା ଦେହରେ ତାକୁ ଖସା ପକେଇ ଦେଇଛି, ଧଳା ଖସା। ଆପଣ ମାନେ ଖସା ପକେଇ ମାନେ ଖସାଟା ମୁଁ ପକେଇଛି ଏଥିପାଇଁ ଟିକେ ସୁନ୍ଦର ଦେଖାଯିବ, ସେଥିପାଇଁ ମୁଁ ଖସା ପକେଇଛି। ଖସା ନ ପକେଇଲେ ବି ଚଳିବ। ଚାଲନ୍ତୁ ଆମେ ଛାଣିବା। ଦେଖ ତେଲ ବି ଆମର ଗରମ ହେଇଗଲାଣି। ଆଉ ଗ୍ୟାସକୁ ସବୁବେଳେ ଲୋ ଫ୍ଲେମ୍ରେ ନହେଲେ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ। ଆଉ ମାନେ ବେଶୀ ଯେମିତି ହାଇ କରିବେନି, ନହେଲେ ତେଲ ମାନେ ବେଶୀ ଗରମ ହେଲେ ଚିକେନ ବି ପୋଡ଼ିଯିବ, ସିଝିବନି, ଭିତରରା ସିଝିବନି, ଖାଲି ଉପରରା ପୋଡ଼ିଯିବ। ସେଥିପାଇଁ ଲୋ ଫ୍ଲେମ୍ରେ ନହେଲେ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ମାନେ ଧୀରେ ଧୀରେ କରି ଭାଜିବା। ଯେହେତୁ ସେ ଅଳ୍ପ ଅଳ୍ପ ସିଝିବ, ମାନେ ଭିତରୁ ସିଝିବ, ଭିତରୁ ସିଝିଲେ ହିଁ ତାର ମାନେ ଚିକେନଟା ପୁରା କ୍ରିସ୍ପି ରହିବ, ଖାଇବାକୁ ଭଲ ଲାଗିବ। ସାଙ୍ଗମାନେ ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଲାଇକ୍ ଗୋଟେ କରିବେ ଆଉ ସବସ୍କ୍ରାଇବ୍ ବି କରିଦେବେ। ଆମର ଚିକେନ ପକୋଡ଼ା ରେଡ଼ି ହେଇଯାଇଛି। ମୁଁ ମଧ୍ୟ ବାଢ଼ି ନେଇଯାଇଛି ସକ୍ ସହିତ ପିଆଜ ଲଗେଇକି ଖାଇବା ପାଇଁ। ଆପଣମାନେ ବି ବନେଇକି ଖାଆନ୍ତୁ। ରହିଲି, ଜୟ ଜଗନ୍ନାଥ, ନମସ୍କାର।